14 ଜାନୁଆରୀ ବୁଧବାର ମକର ସଂକ୍ରାନ୍ତି ଦିନ ଆପଣମାନେ କିଛି କରନ୍ତୁ କିମ୍ବା ନ କରନ୍ତୁ, ଆପଣଙ୍କ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ନିଶ୍ଚିତ ଭାବରେ ପ୍ରଜ୍ୱଳନ କରନ୍ତୁ। ଆପଣଙ୍କର ସମସ୍ତ ଋଣ କରଜ, ଧନଜନିତ ସମସ୍ୟା କିମ୍ବା ଚାକିରି କ୍ଷେତ୍ରରେ କୌଣସି ସମସ୍ୟା ଥିଲେ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ତା ସହିତ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ସଦାସର୍ବଦା ରହିବ। ଆପଣଙ୍କର ପରିବାର ହସ ଖୁସିରେ ପରିପୂର୍ଣ୍ଣ ହୋଇଯିବ। ତା ସହିତ ଆଗାମୀ ଦିନମାନଙ୍କରେ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ଏବଂ ଯଦି ବି ଆପଣଙ୍କ ପରିବାର ଉପରକୁ କୌଣସି ଦୁଃଖ କଷ୍ଟ ଆସିବ, ତେବେ ମା ଲକ୍ଷ୍ମୀ ଏବଂ ନାରାୟଣ ସମସ୍ତ ଦୁଃଖ କଷ୍ଟକୁ ଖୁବ୍ ଶୀଘ୍ର ଦୂର କରିଦେବେ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ଆମର ସନାତନ ଧର୍ମରେ ସଂକ୍ରାନ୍ତିର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଯେହେତୁ ଚଳିତ ବର୍ଷ ମକର ସଂକ୍ରାନ୍ତିଟି 14 ଜାନୁଆରୀ ବୁଧବାର ଦିନ ପଡ଼ିବା ପାଇଁ ଯାଉଛି, ତେବେ ଏହି ଦିନ ଅନେକ ପ୍ରକାରର ଶୁଭ ଯୋଗର ସଂଗଠନ ହେବାକୁ ଯାଉଛି। ସେଥିପାଇଁ ଯଦି ଆପଣମାନେ ବିଶେଷ ଦିନମାନଙ୍କରେ କିଛିଟା ଉପାୟକୁ କରିଦେଉଛନ୍ତି, ତେବେ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବା ସହିତ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ଯଦି ଆପଣମାନେ ଅନେକ ସାରା ଉପାୟକୁ କରିନେବା ପରେ ବି ସେଥିରୁ ଆପଣଙ୍କୁ ଶୁଭଫଳ ମିଳିପାରୁନାହିଁ କିମ୍ବା ଆପଣଙ୍କର ଋଣ କରଜ ଶୁଝିପାରୁନାହାନ୍ତି, ତେବେ ଆପଣମାନେ ପବିତ୍ର ମକର ସଂକ୍ରାନ୍ତିର ସନ୍ଧ୍ୟା ସମୟରେ ଆପଣଙ୍କ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ନିଶ୍ଚିତ ପ୍ରଜ୍ୱଳନ କରି ଦେଖନ୍ତୁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ ଆପଣଙ୍କର ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଚମତ୍କାରୀ ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। କାହିଁକି ନା ଯଦି ଆପଣମାନେ ଋଣ କରଜରେ ଫସି ଯାଇଛନ୍ତି କିମ୍ବା ଧନଜନିତ ସମସ୍ୟାରୁ ବାହାରି ପାରୁନାହାନ୍ତି କିମ୍ବା ଆପଣଙ୍କୁ ନୂତନ ଚାକିରିଟିଏ ମିଳିପାରୁନାହିଁ, ତେବେ ପବିତ୍ର ମକର ସଂକ୍ରାନ୍ତିର ସନ୍ଧ୍ୟା ସମୟରେ ଏହି 3ଟି ଦୀପକୁ 3ଟି ଜାଗାରେ ପ୍ରଜ୍ୱଳନ କରିଦିଅନ୍ତୁ। ଯଦି ଆପଣମାନେ ଏହି ଉପାୟଟି କରିନେବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣ ପ୍ରସନ୍ନ ହୋଇଯାଆନ୍ତି, ତେବେ ଆପଣଙ୍କ ଉପରେ କୃପା ଦୃଷ୍ଟିକୁ ବଜାୟ ରଖିବା ସହିତ ଆପଣଙ୍କ ଜୀବନର ସମସ୍ତ ସମସ୍ୟାକୁ କ୍ଷଣିକରେ ଦୂର କରିଦେବେ। ସେଥିପାଇଁ ଆଜି ଭଳି ପବିତ୍ର ମକର ସଂକ୍ରାନ୍ତି ଏବଂ ଏକାଦଶୀଟିକୁ ଏମିତି ହିଁ ହାତଛଡ଼ା କରନ୍ତୁ ନାହିଁ। କାହିଁକି ନା ଏହି ବିଶେଷ ଦିନରେ ଯଦି ଆପଣମାନେ ଏହି ଉପାୟଟିକୁ କରିଦେଉଛନ୍ତି ଏବଂ ଆପଣଙ୍କ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ପ୍ରଜ୍ୱଳନ କରୁଛନ୍ତି, ତେବେ ଆପଣଙ୍କ ଜୀବନର ବର୍ଷ ବର୍ଷର ଗରିବୀ, ଧନଜନିତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଯଦି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆପଣମାନେ ଈଶ୍ୱରଙ୍କର ପୂଜାର୍ଚ୍ଚନା କରିପାରୁନାହାନ୍ତି, ତେବେ ପବିତ୍ର ମକର ସଂକ୍ରାନ୍ତି ଦିନ ଈଶ୍ୱରଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରନ୍ତୁ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ଆମର ସନାତନ ଧର୍ମରେ ସଂକ୍ରାନ୍ତିର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଯେହେତୁ ଚଳିତ ବର୍ଷର ମକର ସଂକ୍ରାନ୍ତି ଏବଂ ଏକାଦଶୀ ଗୋଟିଏ ଦିନରେ ପଡ଼ିବା ପାଇଁ ଯାଉଛି, ତେବେ ଏହା ଏକ ବିରଳ ମହାସଂଯୋଗ ଅଟେ ଏବଂ ପ୍ରତ୍ୟେକ ସଂକ୍ରାନ୍ତିକୁ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏବଂ ଯେଉଁ ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ଏହି ଉପାୟଟିକୁ କରିନିଏ, ତେବେ ତା ଉପରେ ଈଶ୍ୱରଙ୍କର ଆଶୀର୍ବାଦ ରହିଯିବା ଦ୍ୱାରା ସେ ତା ଜୀବନରେ ବହୁତ ଉନ୍ନତି କରିବା ସହିତ ତା ପରିବାରକୁ ସୁଖ ଶାନ୍ତିରେ ରଖିପାରିଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ବି ଧନଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏବଂ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗକୁ ଖୋଲିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ରହିବା ମଧ୍ୟ ବହୁତ ଆବଶ୍ୟକ ଅଟେ। ଯଦି ପ୍ରତ୍ୟେକ ଦିନ ଆପଣମାନେ ଈଶ୍ୱରଙ୍କର ପୂଜାର୍ଚ୍ଚନା କରିବା ସମୟରେ ଅଜାଣତରେ ଆପଣଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଉଛି, ତେବେ ମକର ସଂକ୍ରାନ୍ତି ଦିନ ଏହି ଉପାୟଟି କରିଦେବା ଦ୍ୱାରା ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ଦର୍ଶକ ବନ୍ଧୁ, ଆପଣମାନେ କେବଳ ମକର ସଂକ୍ରାନ୍ତିର ସନ୍ଧ୍ୟା ସମୟରେ ଆପଣଙ୍କ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ପ୍ରଜ୍ୱଳନ କରିବେ
ଏହାକୁ କରିନେବା ପରେ ଆପଣମାନେ ଦେଖିବେ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ସୁଝିଯିବା ସହିତ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି ଆପଣଙ୍କ ଘରର ମହିଳାମାନଙ୍କୁ ମା ଲକ୍ଷ୍ମୀଙ୍କର ଅନ୍ୟତମ ସ୍ୱରୂପ ବୋଲି ମାନାଯାଇଥାଏ ଏବଂ ପ୍ରତ୍ୟେକ ସଧବା ନାରୀମାନେ ନିଜ ପରିବାରର ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ଏବଂ ଯଦି ଆପଣମାନେ ବି ଅନେକ ସାରା ଉପାୟକୁ କରିନେବା ଦ୍ୱାରା ଆପଣଙ୍କୁ ସେଥିରୁ ଶୁଭଫଳ ମିଳିପାରୁନାହିଁ, ତେବେ ଆପଣମାନେ ପବିତ୍ର ମକର ସଂକ୍ରାନ୍ତି ଦିନ ସନ୍ଧ୍ୟା ସମୟରେ ଆପଣଙ୍କ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ପ୍ରଜ୍ୱଳନ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ କି ସେମାନେ ସମସ୍ତ ଧନଜନିତ ସମସ୍ୟାରୁ ଦୂର ହେବା ସହିତ ସେମାନଙ୍କ ଜୀବନରେ ବହୁତ ଉନ୍ନତି କରନ୍ତୁ। ତ ସେଥିପାଇଁ ଆପଣମାନଙ୍କୁ କିଛିଟା ଉପାୟକୁ କରିନେବା ଦ୍ୱାରା ଆପଣଙ୍କ ଜୀବନରେ ହିଁ ପରିବର୍ତ୍ତନ ଆସିବ। କିନ୍ତୁ ସେମାନଙ୍କ ଦ୍ୱାରା ଜାଣତରେ କିମ୍ବା ଅଜାଣତରେ ଏମିତି କିଛି ଭୁଲ ହୋଇଯାଏ ଯାହାଦ୍ୱାରା ସେମାନଙ୍କ ପରିବାର ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଯାଆନ୍ତି। ଏବଂ ଆପଣମାନେ ଗୋଟିଏ କଥା ଜାଣି ରଖନ୍ତୁ, ଯେଉଁ ପରିବାର ଉପରେ ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପଡ଼ିଯାଇଥାଏ ସେହି ପରିବାରର ଉନ୍ନତି କେବେ ହେଲେ ବି ହୋଇପାରିବ ନାହିଁ। କାହିଁକି ନା ପ୍ରତ୍ୟେକ ସଧବା ନାରୀମାନେ ନିଜ ପରିବାରର ଉନ୍ନତି ପାଇଁ ସଦାସର୍ବଦା ଈଶ୍ୱରଙ୍କର ନିକଟରେ ପ୍ରାର୍ଥନା କରିଥାନ୍ତି, ଯେମିତିକି ତାଙ୍କ ପରିବାରଟି ଧନଧାନ୍ୟରେ ପରିପୂର୍ଣ୍ଣ ହେଉ, ତା ସହିତ ସେମାନଙ୍କ ସ୍ୱାମୀଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ହେଉ। ସେଥିପାଇଁ ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ମଧ୍ୟ ନିଜ ଜୀବନରେ ଉନ୍ନତି ଚାହୁଁଛନ୍ତି, ତେବେ ଆଜି ଭଳି ମକର ସଂକ୍ରାନ୍ତିକୁ ଏମିତି ହିଁ ହାତଛଡ଼ା କରନ୍ତୁ ନାହିଁ। ଦର୍ଶକ ବନ୍ଧୁ, ମୋର କହିବାର ଅର୍ଥ ହେଉଛି ଅଲଗା ଅଲଗା ଦିନମାନଙ୍କର ଅଲଗା ଅଲଗା ମହତ୍ଵ ରହିଥାଏ। ଯେହେତୁ ଚଳିତ ବର୍ଷର ମକର ସଂକ୍ରାନ୍ତି ଏବଂ ଏକାଦଶୀଟି ଗୋଟିଏ ଦିନରେ ପଡ଼ିବା ପାଇଁ ଯାଉଛି ଏବଂ ଏହି ଦିନ ଅନେକ ପ୍ରକାରର ଶୁଭ ଯୋଗର ସଂଗଠନ ମଧ୍ୟ ହେବାକୁ ଯାଉଛି, ସେଥିପାଇଁ ଆପଣମାନେ ପବିତ୍ର ଦିନଟିକୁ ଜମାରୁ ହେଲେ ହାତଛଡ଼ା କରନ୍ତୁ ନାହିଁ। ଦେଖନ୍ତୁ, ଆପଣମାନେ ସର୍ବପ୍ରଥମେ ମକର ସଂକ୍ରାନ୍ତିର ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ଶଯ୍ୟାଟିକୁ ତ୍ୟାଗ କରିଦେବେ। ଏହାପରେ ଆପଣମାନେ ନିତ୍ୟକ୍ରମକୁ ସମାପନ କରିବା ପରେ ଆପଣଙ୍କ ତୁଳସୀ ଗଛର ବିଶେଷ ଭାବରେ ପୂଜାର୍ଚ୍ଚନା କରିବେ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ଏମିତି କିଛି ଜିନିଷ ବିଷୟରେ ବତାଇବା ପାଇଁ ଯାଉଛି ଯାହାକୁ ଆପଣମାନେ ପବିତ୍ର ମକର ସଂକ୍ରାନ୍ତି ଦିନ ମା ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ଦର୍ଶକ ବନ୍ଧୁ, ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିବା ପରେ ଆପଣଙ୍କ ଘରର ଚତୁଃପାର୍ଶ୍ୱକୁ ଭଲ ଭାବରେ ସଫାସୁତୁରା କରିଦେବେ ଏବଂ ଏହାପରେ ଗଙ୍ଗା ଜଳକୁ ମଧ୍ୟ ଚତୁଃପାର୍ଶ୍ୱରେ ଛିଞ୍ଚନ କରିବେ। ଏବଂ ଆପଣମାନେ ନିଜ ଘରର ଚତୁଃପାର୍ଶ୍ୱରେ ଗଙ୍ଗା ଜଳକୁ ଛିଞ୍ଚନ କରିସାରିବା ପରେ ଆପଣଙ୍କ ମୁଖ୍ୟ ଦ୍ୱାରରେ ହଳଦୀ ପାଣିର ଛିଞ୍ଚନ କରିବେ ଏବଂ ଏହାପରେ ଆପଣଙ୍କ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ 2ଟି ସ୍ୱସ୍ତିକକୁ ଅଙ୍କନ କରିଦେବେ। ଦର୍ଶକ ବନ୍ଧୁ, ସେହି ସମୟରେ ଆପଣମାନେ ଗୋଟିଏ କଥାର ଧ୍ୟାନ ରଖିବେ, ସେହି ସ୍ୱସ୍ତିକଟିକୁ ଆପଣମାନେ ହଳଦୀ ଦ୍ୱାରା ହିଁ ଅଙ୍କନ କରିବେ ଏବଂ ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ଆଶୀର୍ବାଦ ସଦାସର୍ବଦା ବନି ରହିବ। କାହିଁକି ନା ଆପଣମାନେ ହୁଏତ ଜାଣିନଥିବେ ଯେ ହଳଦୀର ସିଧାସଳଖ ସମ୍ବନ୍ଧ ଶ୍ରୀ ନାରାୟଣଙ୍କ ସହିତ ହୋଇଥାଏ। ସେଥିପାଇଁ ଯଦି ଆପଣମାନେ ଏକା ସାଥିରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କୁ ପ୍ରସନ୍ନ କରିଦେବେ, ତେବେ ଆପଣଙ୍କ ଜୀବନରେ 100% ଉନ୍ନତି ଦେଖାଦେବ। ଦର୍ଶକ ବନ୍ଧୁ, ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ଏବଂ ଆପଣମାନେ ମଧ୍ୟ ମା ଲକ୍ଷ୍ମୀଙ୍କର ଆଶୀର୍ବାଦକୁ ପାଇବା ପାଇଁ ଚାହୁଁଛନ୍ତି, ତେବେ ଆଜି ପବିତ୍ର ମକର ସଂକ୍ରାନ୍ତିର ସନ୍ଧ୍ୟା ପୂର୍ବରୁ ନିଜ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ 2ଟି ସ୍ୱସ୍ତିକକୁ ଅଙ୍କନ କରିଦେବେ। ଦର୍ଶକ ବନ୍ଧୁ, ଆପଣମାନେ ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିସାରିବା ପରେ ତୁଳସୀ ଗଛର ବିଶେଷ ଭାବରେ ପୂଜାର୍ଚ୍ଚନା କରିବେ ଏବଂ ଏହାପରେ ତୁଳସୀ ଗଛ ମୂଳରେ ଜଳକୁ ଅର୍ପଣ କରିଦେବେ।
जदि आपणक द्वारा संभव हेउछि सेही जलरे किछि गंगा जल कंचा क्षीर एवं हलदी को मिसाई तुलसी गछ मूलरे अर्पण करिपारिबे काहेकि ना एपरि करिनेबा द्वारा श्री विष्णु आपणक उपरे प्रसन्न होइजिबे। ता सहित जदि प्रत्येक सधवा नारी माने एही उपायटी को सठिक विधि विधान रे पालन करूछंती तेबे सेमानक स्वामींकर ही उन्नति हेबो। जदि पूर्वरु आपणक स्वामींकर चाकरी क्षेत्र रे कौनसी असफलतार सामना करिबा पई पड़ुथिला तेबे पवित्र मकर संक्रांतिर संध्या समय रे निज घरर तीनोटी जगार तीनोटी दीपक प्रज्वलन करी देखंतु। एपरि करिनेबा द्वारा आगामी समय रे आपणको नूतन चाकरीटीए मध्य प्राप्त होई पारे। दर्शक बंधु जेमिति कि मु आपण मानको वीडियो आगरे बताई जे मकर संक्रांति दिन जदि आपण माने माँ लक्ष्मी को किछिटा जिनिस को अर्पण करुछंती तेबे आपणक भाग्य रे तुरंत ही उन्नति आसीबो। ता सहित आपणक मनरे जहाँ भी किछि मनस्कामना रही अछि से सब को मध्य माँ लक्ष्मी खूब शीघ्र पूरण करिदेबे। तेबे सेही जिनिसटी हेउछि आपण माने मकर संक्रांति दिन माँ लक्ष्मी को गोटे पद्म फूल को अर्पण करिवे काहेकि ना जेमिति कि आपण माने जानिछंती माँ लक्ष्मी को पद्म फूल बहुत प्रिय होई थाए। सेथिपाई जदि आपण माने पवित्र दिनटी रे माँ लक्ष्मी को पद्म फूल अर्पण करिवे तेबे माँ लक्ष्मी आपणक उपरे प्रसन्न होई जिवे एवं आपण माने माँ लक्ष्मी निकट में पद्म फूल को अर्पण कर सारिबा परे संध्या समय रे आपणक घरे एही तीनोटी जगार तीनोटी दीपक प्रज्वलन करी देखंतु। दर्शक बंधु जदि आपण मानक निकट में मकर संक्रांतिर संध्या पूर्वर एही वीडियोटी पहुंची सारी तेबे एहाको जमारू हेले अणदेखा करंतु नाही। तेबे आसंतो आउ डेरी न करी सेही तीनोटी जगह विषय रे जानी रखिबा। एहा पूर्वर जदि आपण माने ए पर्यंत वीडियोटी को लाइक करि नाहंती वीडियोटी को लाइक करी कमेंट बॉक्स रे जय माँ लक्ष्मी जय जगन्नाथ अवश्य लिखि दियंतु एवं चैनल टी रे नुआ थिले चैनल टी को सब्सक्राइब करि दियंतु। दर्शक बंधु जेमिति कि आपण माने जानिछंती प्रत्येक संक्रांतिर अलग अलग महत्व रही थाए जेहेतु चलित वर्षर मकर संक्रांति एवं एकादशीटी एका साथी रे पड़िबा पई जाउछि तेबे एही दिन जदि आपण माने किछिटा उपाय को करि नेउछंती तेबे तुरंत ही आपणक भाग्य रे परिवर्तन आसीबो। दर्शक बंधु आपण माने निज मुख्य द्वार को भल भावरे सजाई देबे सेथिपाई आपण माने आंब डालर तोरण लगाइबे। एपरि करिबा द्वारा ईश्वरंकर आगमन आपणक घर को सदासर्वदा हेबो। जदि आपणक द्वारा संभव हेउछि तेबे आपणक मुख्य द्वार रे कलश को मध्य स्थापना करि परिबे एवं कलशटी को स्थापना करिबा समय रे गोटिए कथार ध्यान रखिबे। सेही कलश तले आपण माने किछि अरुआ चाउल नचेत श्वेत धान को रखी करी ता उपरे कलश को स्थापना कराइबे। एपरि करिबा द्वारा माँ लक्ष्मी आपणकर पूजा रे प्रसन्न होई जिबे। ता सहित आपण माने चाहिले आपणक मुख्य द्वार सामने माँ लक्ष्मीकर पाद पद्म को मध्य अंकन करि परिबे एवं एपरि करिबा द्वारा माँ लक्ष्मीकर आगमन आपणक घर को सदासर्वदा रहिबो। दर्शक बंधु आपण माने जेतेबेले तुलसी गछ मूल रे जल को अर्पण करि सारुछंती तापरे तुलसी गछ मूल रे गोटे घियर दीप को प्रज्वलन करिवे काहेकि ना आपण माने हुए तो जानिछंती किंबा न जानिछंती किंतु माँ लक्ष्मी एवं नारायण तुलसी गछ रे निवास करिथांती। जदि आपणकर जानतरे किंबा अजाणतरे कौनसी भूल हो जाई थाए जदि आपण माने तुलसी गछ मूल रे सेही दीपटी को लगाई देउछंती तेबे आपणकर समस्त भूल को माँ लक्ष्मी क्षमा करि देइथांती। दर्शक बंधु आउ गोटे कथा आपण माने माँ लक्ष्मी सहित श्री नारायणकर मध्य विशेष भाव में पूजार्चना करिवे काहेकि ना जो व्यक्ति उपरे माँ लक्ष्मी एवं नारायणकर एका साथी रे आशीर्वाद रही जाई थाए सही व्यक्ति ता जीवन रे धनवान हेबा सहित ता परिवार को सुख शांति रे रखि पारि थाए।
दर्शक बंधु आपण माने निज घरे से तीनोटी दीपक प्रज्वलन करने समय ओम नमो भगवते वासुदेवाय यही मंत्रटी को मने मने स्मरण करुथिबे। दर्शक बंधु जेमिति कि आपण माने जानिचंती आपणक मुख्य द्वार बाटे ही ईश्वरंकर आगमन होइथाए। सेथिपाई पवित्र मकर संक्रांति दिन आपणक मुख्य द्वार बाम पाखरे गोटे घियर दीपक प्रज्वलन करिवे एवं सेथिरे अलैच एवं तेजपत्र को पकाई देबे। दर्शक बंधु दीप लगाइबार मध्य नियम रही सेथिपाई आपण माने आपणक मुख्य द्वार बाहर को चली जिवे एवं आपणकर मुह रहिब आपणकर घर दिगको। एहा परे आपणकर बाम हाथटी जेउ दिगरे रहुथिबा सेही दिगरे गोटे घियर दीपक प्रज्वलन करिवे। तेबे दर्शक बंधु यह तो थिला प्रथम स्थान। आपण माने मकर संक्रांतिर संध्या समय रे आपणक मुख्य द्वार रे प्रथम दीपटी को प्रज्वलन करिवे। एबे जानिबा द्वितीय स्थान विषय रे। द्वितीय स्थानटी हेउची आपणक घरर रोसेई घर। जेमिति कि आपण माने जानिचंती माँ लक्ष्मी को अन्नपूर्णा बोली कुहा जाइथाए। सेथिपाई आपण माने आपणक रोसेई घरे गोटे घियर दीपक प्रज्वलन करिबा द्वारा माँ लक्ष्मी आपणक उपरे प्रसन्न होइथांती। दर्शक बंधु आपण माने रोसेई घरे जो दीपटी को प्रज्वलन करुछंती दीपर मुखटी को आपण माने उत्तर दिग को रखी प्रज्वलन करिवे। एपरी करिबा द्वारा माँ लक्ष्मीकर स्थिरवास आपणक घरे सदासर्वदा हेबो। दर्शक बंधु एबे जानिबा तृतीय स्थान। तृतीय स्थानटी हेउची आपणक घरर ठाकुर घर। दर्शक बंधु आपण माने ठाकुर घरे जो दीपटी को प्रज्वलन करिवे सेही दीपरे अलैच कर्पूर एवं तेजपत्र को पकाई जलाई देबे। एपरी करिबा द्वारा आपणक घरे जहा भी किछि नकारात्मक शक्ति भरी होई रहिथिबा से सब दूर हेबा सहित आपणक घर को सकारात्मक शक्तिर आगमन हेबो। दर्शक बंधु जो माने भी यही वीडियोटी को देखुचंती आपण माने पवित्र मकर संक्रांतिर संध्या समय रे आपणक घरर एही तीनोटी जगार तीनोटी दीपक प्रज्वलन करी देखिबे। केवल एक मास मध्य आपणक जीवनर समस्त धनजनित समस्या दूर हेबा सहित आपणक जीवन को धन आसीबार मार्ग खोलीजिब। तेबे दर्शक बंधु यह थिला सेही सब उपाय जहाको करिनेबा द्वारा आपणक भाग्य रे उन्नति आसीब। जदि आपण मानको वीडियोटी भल लगी थाए वीडियोटी को लाइक करी कमेंट बॉक्स रे जय माँ लक्ष्मी जय जगन्नाथ अवश्य लिखि दियंतो एवं चैनलटी रे नुआ थिले चैनलटी को सब्सक्राइब करि दियंतो। आजि पई रहूची नमस्कार।